ନମସ୍କାର ଓଡ଼ିଶାବାସୀ, ଶୁଭ ସକାଳ। ଆଜି ହେଉଛି 3 ଡିସେମ୍ବର ମଙ୍ଗଳବାର। ଆଜି ରହିଛି ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର, ଯାହା ଆପଣମାନେ 10 ମିନିଟ୍ ସମୟ ଦେଇ ଦେଖିପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟେ ଛୋଟିଆ ଅନୁରୋଧ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କର ଜିଲ୍ଲାର ନାଁ ଲେଖିଦେବେ, ଯାହାଫଳରେ ତୁରନ୍ତ ଆପଣଙ୍କ ଜିଲ୍ଲାର ଖବର ମଧ୍ୟ ପାଇପାରିବେ। ତେବେ କ'ଣ ରହିଛି ଆଜିର ଖବର, ଚାଲନ୍ତୁ ତା ଉପରେ ନଜର ପକାଇବା। ଆଜି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 5 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପୋଲିସ ପକ୍ଷରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି। ତେବେ କୁହାଯାଉଛି ଯେ 4 ତାରିଖ ଦିନ ସକାଳ 8:50ରୁ 9:30 ପର୍ଯ୍ୟନ୍ତ କଟକଣା ଲାଗି ରହିବ। ତେବେ ଆଜି 4:50ରୁ 5:50 ପର୍ଯ୍ୟନ୍ତ ମଧ୍ୟ କଟକଣା ଲାଗି ରହିବ। ରାଷ୍ଟ୍ରପତି ଗସ୍ତ ପାଇଁ ଆଜି ହୋଇଛି କାରକେଡ୍ ରିହର୍ସାଲ। ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ, ନୀଳାଦ୍ରି ବିହାର ଯିବେ। ସେଠାରୁ ରାତ୍ରି ଯାପନ ରାଜଭବନ ଯିବେ। ରାଷ୍ଟ୍ରପତି ଯାଉଥିବା ବେଳେ ନୋ ଫ୍ଲାଇଂ ଜୋନ୍ ରହିବ ଏବଂ ରାଷ୍ଟ୍ରପତି ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ। 2025 ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ରହିବ ଇଣ୍ଟରନେଟ୍ ସେବା। ଏଣିକି ପ୍ରତ୍ୟେକ ଗାଁରେ ନେଟୱାର୍କ ସେବା ଯୋଗାଇ ଦେବେ ସରକାର। ପାହାଡ଼ିଆ ଅଞ୍ଚଳ ହେଉ ବା ଯେକୌଣସି ଅଞ୍ଚଳ ହେଉ, ନେଟୱାର୍କ ଲାଗିବ। ଏନେକି ସରକାରଙ୍କ ତରଫରୁ ମଧ୍ୟ ବଡ଼ ଘୋଷଣା ହୋଇଛି। ତେବେ କୁହାଯାଉଛି ଯେ ଏଥର ଅପହଞ୍ଚ ହେବ ନାହିଁ ଆଉ ନେଟୱାର୍କ, ଯାହାଫଳରେ ପିଲାଙ୍କ ଭବିଷ୍ୟତ ଉଜ୍ଜଳ ମଧ୍ୟ ହେବ। ବର୍ତ୍ତମାନ ରାଜ୍ୟରେ 47,509ଟି ମୋବାଇଲ ଟାୱାର ଅଛି। ସେଥିରୁ 12,602ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଗ୍ରେଡ୍ କରାଯାଉଛି। 2025 ସୁଦ୍ଧା ସବୁ ଅନକନେକ୍ଟେଡ୍ ଗାଁକୁ ପହଞ୍ଚିବ। ସରକାର ଲକ୍ଷ୍ୟ ରଖିଛନ୍ତି ଇଣ୍ଟରନେଟ୍। ତା ସହିତ ସମସ୍ତ ସମସ୍ୟା ଦୂର ହେବ ଆଉ ନେଟୱାର୍କ ମଧ୍ୟ ଆଗକୁ ଷ୍ଟ୍ରଙ୍ଗ ରହିବ। ତେବେ ଆଉ ଗୋଟେ ବଡ଼ ଖବର, ଭତ୍ତା ଟଙ୍କାକୁ ନେଇ ଆସିଲା ବଡ଼ ଖବର। ଏଣିକି ସରକାର କହିଛନ୍ତି ଭତ୍ତା ଟଙ୍କା ମିଳିବ, କିନ୍ତୁ କେବେ ମିଳିବ ସେ ନେଇ ମଧ୍ୟ କୌଣସି ଆଲୋଚନା ହୋଇନଥିଲା। ପ୍ରତିଶ୍ରୁତି ମୁତାବକ ସରକାର ଭତ୍ତା ଟଙ୍କା ବଢ଼ାଇଥିଲେ। କୁହାଯାଉଥିଲା 3,500 ଟଙ୍କା ଭତ୍ତା ଟଙ୍କା ଆସିବ, କିନ୍ତୁ ଏପର୍ଯ୍ୟନ୍ତ ଲୋକଙ୍କୁ ମିଳିନାହିଁ। ଆଉ ସେପରି ସ୍ଥିତିରେ ଏବେ ଆଉ ଜଣେ ମହିଳା ଆସିକି ଭତ୍ତା ଟଙ୍କା ପାଇଁ ଏବେ ଆଲୋଚନା ମଧ୍ୟ କରିଛନ୍ତି। କହିଛନ୍ତି ବର୍ଷେ ହେଲାଣି ବିଧବା ଭତ୍ତାରୁ ପାଇଛନ୍ତି ବଞ୍ଚିତ, ତାଙ୍କୁ ମଧ୍ୟ ଭତ୍ତା ଟଙ୍କା ମିଳିନାହିଁ। ବ୍ୟାଙ୍କକୁ ଯାଇ ଗୁହାର କଲେ ମଧ୍ୟ କେହି ପଦକ୍ଷେପ ନେଉନାହାନ୍ତି। ତୁରୁଡି ପ୍ରଧାନ କୋହଭରା କଣ୍ଠରେ ମଧ୍ୟ କାନ୍ଦିକି କହିଛନ୍ତି, ପ୍ରାୟ 1 ବର୍ଷ ହେଲାଣି ସେ ଭତ୍ତା ଟଙ୍କା ପାଉନାହାନ୍ତି। କାହିଁକି, କେଉଁ କାରଣରୁ ଅନିୟମିତତା ହୋଇଛି ତାହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ପୂର୍ବରୁ ନିୟମିତ ଭାବେ ମଧ୍ୟ ଭତ୍ତା ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ସରକାର ଆସିଲା ପରେ ସମ୍ପୂର୍ଣ୍ଣ ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି ବୋଲି କୁହାଯାଉଛି। ତା ସହିତ ମଧ୍ୟ ଆଉ ଗୋଟେ କଥା କହିଛନ୍ତି, ଭତ୍ତା ଟଙ୍କା ପାଇବା ଯେଉଁମାନେ ଯୋଗ୍ୟ ତାଙ୍କୁ ମଧ୍ୟ କିଛି କିଛି ଭତ୍ତା ଟଙ୍କା ମିଳୁନି। ଆଉ ସରକାର ଏପଟେ କହିଛନ୍ତି ଖୁବ୍ ଜଲଦି ଭତ୍ତା ଟଙ୍କା ମିଳିବା ପାଇଁ ଯାଉଛି। ଏଥର ଶନିବାର ହେବନି ଆଉ ସକାଳୁଆ ସ୍କୁଲ। ତେବେ ଶୀତର ପ୍ରକୋପକୁ ନେଇ ସରକାର ଘୋଷଣା କରିଛନ୍ତି ଏଥର ସ୍କୁଲ ପିଲା ସକାଳେ ସ୍କୁଲ ଆସିବେ ନାହିଁ। ଦିନ 10ଟାରେ ସ୍କୁଲ ଯିବେ, ଯାହାଫଳରେ ଶୀତ ପ୍ରକୋପରୁ ରକ୍ଷା ପାଇବେ ବୋଲି ସରକାରଙ୍କ ତରଫରୁ ବଡ଼ ଘୋଷଣା। ସୁଭଦ୍ରା ଟଙ୍କାକୁ ନେଇକି ବଡ଼ ଅପଡେଟ୍। ତେବେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଲେ ଯେ ଯୋଉ 2,67,000 ଫର୍ମ ରିଜେକ୍ଟ ହୋଇଥିଲା, ତାଙ୍କ ଭିତରୁ 22% ପାଇଥିଲେ। ଆହୁରି 50% ଲୋକ ସୁଭଦ୍ରା ଟଙ୍କା ପାଇବେ ବୋଲି କୁହାଯାଉଛି। ତେବେ ସୁଭଦ୍ରା ଯୋଜନାର ଶେଷ ଆବେଦନ ତାରିଖ ମାର୍ଚ୍ଚ 7 ପୂର୍ବରୁ ଆପଣମାନେ ଆବେଦନ କଲେ ପାଇପାରିବେ। କଲେଜ ପିଲାଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିପାରିବ। କଲେଜ ପିଲା ଯଦି 21 ବର୍ଷ ହୋଇଯାଇଥିବେ ମାର୍ଚ୍ଚ 7 ପୂର୍ବରୁ, ତାହେଲେ ଆବେଦନ କରି ସୁଭଦ୍ରା ଟଙ୍କା ପାଇପାରିବେ। ତା ସହିତ ମଧ୍ୟ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମାର୍ଚ୍ଚ 8 ତାରିଖ ଦିନ ମିଳିବ। ଏନେଇକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଘୋଷଣା କରିଛନ୍ତି। ଆଉ ଯଦି ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି ବା କିଛି ଏମିତି ମେସେଜ ଆସୁଛି, ଆପଣମାନେ ଜାଣିଦେବେ ଯେ ଆପଣଙ୍କ ମୋବାଇଲକୁ ମଧ୍ୟ 5,000 ଟଙ୍କା ନିଶ୍ଚିନ୍ତ ମିଳିବ। କାହିଁକି ନା ସରକାର ଲକ୍ଷ୍ୟ ରଖିଛନ୍ତି କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ମିଳିବ। 60 ଟପିଲାଣି ଆଳୁ, 300 ଟ୍ରକ୍ ଆଳୁ ଆସିଲା, ତଥାପି କମୁନି ଦର। ରାଜ୍ୟରେ ଆଳୁ ଭାଉ ରେଟ୍ ବହୁତ ବଢ଼ିଛି, ଯାହାଫଳରେ ସେହି ଅନୁସାରେ ରାଜନୀତି ପାରା ମଧ୍ୟ ବଢ଼ିଛି। ଆଳୁ ଦରକୁ ନେଇ ବିଧାନସଭାରେ ସରକାର ଘେରିଛନ୍ତି ବିରୋଧୀ। ୟୁପିରୁ ଆଳୁ ଟ୍ରକ୍ ଆସିବା ପରେ ବାବଦରେ ସ୍ପଷ୍ଟୀକରଣ ଚାହିଁଛନ୍ତି, କିନ୍ତୁ ରାଜ୍ୟରେ ଆଳୁ ସମସ୍ୟା ଏପର୍ଯ୍ୟନ୍ତ ଦୂର ହୋଇନାହିଁ, ଯାହାଫଳରେ ଆଳୁର ରେଟ୍ ତଳକୁ ଖସିନାହିଁ। ସରକାର ଏପଟେ କହୁଛନ୍ତି ଆଳୁ ଉଚିତ ମୂଲ୍ୟରେ ମିଳିବ, କିନ୍ତୁ ବେପାରୀମାନେ ଆଳୁ ରେଟ୍ ଖସଉନାହାନ୍ତି, ଯାହାଫଳରେ 25ରୁ 60 ଟଙ୍କା ଆଳୁ ଦଳ ମିଳୁଛି ବୋଲି କୁହାଯାଉଛି। ଏପଟେ ଯୋଗାଣ ମନ୍ତ୍ରୀ ଭୁବନେଶ୍ୱର ମାର୍କେଟ ଏବଂ କଟକ ମାର୍କେଟ ଯାଇକି ସିଧା ରେଡ୍ କରୁଛନ୍ତି। ଯେଉଁମାନେ ଆଳୁ ଅଧିକ ଦରରେ ବିକୁଛନ୍ତି ତାଙ୍କୁ ତୁରନ୍ତ
ଦୋକାନକୁ ବନ୍ଦ କରିବା ପାଇଁ କୁହାଯାଉଛି। ଆଉ ଗୋଟେ ବଡ଼ ଖବର, ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ 7 ଶିଶୁର ଜୀବନ। ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ। ତେବେ ଏଭଳି ଏକ ଘଟଣା ଘଟିଛି, ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ଦୁନିଆ ଦେଖିବା ଆଗରୁ ଆଖି ବୁଜିଛନ୍ତି 10 ନିରୀହ ନବଜାତ ଶିଶୁ। ତେବେ ନିଆଁ ଲାଗିବା ବେଳେ ଜୋରଦାର ଉଦ୍ଧାର କାର୍ଯ୍ୟ। କିଏ ବେକରେ ପକାଇ ଗାମୁଛାରେ ପିଲାଙ୍କୁ ଟେକି ଆଣିଲେ ତ ଆଉ କିଏ ଧୂଆଁ ଦାସକୁ ଖାତିର ନ କରି ହାତରେ ଧରି ନେଇ ଆଣିଲେ ପିଲାଙ୍କୁ। ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିକୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ ନାହିଁ। ଏମିତି ପରିସ୍ଥିତିରେ ପିଲାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବାପା ହରାଇଛନ୍ତି ନିଜର 2 ଯମଜ ଶିଶୁ କନ୍ୟାକୁ। ଏତିକି କଥା ପ୍ରଶଂସାଯୋଗ୍ୟ ଯେ ହୃଦୟ ବିଦାରକ ମଧ୍ୟ। 25 ବର୍ଷର ୟାକୁବ ମନସୁରୀ ଏବେ ତାଙ୍କର 2 ଯାଆଁଳା ଝିଅ ହୋଇଥିଲା। ଯେଉଁ ପିଲାଙ୍କର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜ ହସ୍ପିଟାଲରେ ନିଆଁ ଘଟିଥିଲା। ତେବେ ଏଭଳି ନିଆଁ ଘଟିଥିବା ବେଳେ ହଠାତ୍ ଶୁକ୍ରବାର ନିଆଁ ଲାଗିବା ପରେ ହଠାତ୍ ଯାଆଁଳା ଛୁଆ ଦିଦି ତାଙ୍କର ମୃତ୍ୟୁବରଣ କରିଥିଲେ। ଯାହା ଫଳରେ ଏଭଳି ସ୍ଥିତିରେ ସେ 7 ଶିଶୁକୁ ମଧ୍ୟ ବଞ୍ଚାଇଛନ୍ତି। ହଠାତ୍ ଧୂଆଁ ନିଆଁ ଲାଗିବା ପରେ ଝରକା ଭାଙ୍ଗି ଏନ୍ଆଇସିୟୁରୁ ଏବେ ଭିତରକୁ ପ୍ରବେଶ କରିଥିଲେ। ନିଜ ଜୀବନକୁ ପାଣି ଛଡ଼ାଇ ଦେବସୂର୍ଯ୍ୟ ସାଜି 7 ଜଣ ନବଜାତ ଶିଶୁକୁ ଉଦ୍ଧାର କରିଥିଲେ। ତେବେ ଯାଆଁଳା ଝିଅ ସେହି ନିଆଁରେ ଆଡ଼େ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ନିଜ ଜନ୍ମ କଲା ପିଲାଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିପାରିନଥିଲେ। ତା ପରଦିନ 2 ଯାଆଁଳା ଝିଅର ମୃତଦେହ ମଧ୍ୟ ଚିହ୍ନଟ ହୋଇଥିଲା। ଏଭଳି ସ୍ଥିତିରେ ଲୋକମାନେ ପ୍ରଶଂସା କଲେ କିନ୍ତୁ ଶେଷରେ ନିଜ ତେବେ ଆଉ ଝିଅକୁ ସେ ଗୋଟେ ବଡ ହରେଇଥିଲେ। ଖବର, ଜର୍ଜ ହେବେ ଅଣ୍ଡା ବିକାଳିଙ୍କ ପୁଅ। ସମସ୍ତେ ସାବାସ ମଧ୍ୟ କହୁଛନ୍ତି। ଏପଟେ ଜର୍ଜ ହେବେ ଅଣ୍ଡା ବେପାରୀଙ୍କ ପୁଅ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ସଫଳତା ପାଇବାକୁ ହେଲେ ଅନେକ ବାଧା ବିଘ୍ନକୁ ଅତିକ୍ରମ କରିବାକୁ ପଡେ। ସ୍ୱପ୍ନ ସାକାର ପାଇଁ ଅନେକ କଷ୍ଟ କରିବାକୁ ମଧ୍ୟ ପଡେ। ଆଉ ପଛରେ ଥାଏ ବାପା ମାଙ୍କର ଅନେକ ପରିଶ୍ରମ ଏବଂ ଆଶୀର୍ବାଦ। ଗୋଟିଏ ପଟେ ଆର୍ଥିକ ଅନାଟନ, ଗୋଟିଏ ପଟେ ପରିବାର ବୋଝ ହେଲେ ବି ସଫଳତା ପାଇଛନ୍ତି ଏବେ ଜଣେ ପୁଅ। ବାପା ତାଙ୍କର ଅଣ୍ଡା ବିକ୍ରି କରନ୍ତି ଆଉ ନିଜର ପ୍ରଥମ ପ୍ରୟାସରେ ଜନସେବା ଆୟୋଗ ଦ୍ୱାରା କରାଯାଇଥିବା ନ୍ୟାୟିକ ପରୀକ୍ଷାରେ 120ତମ ହାସଲ କରି ବାପା ମାଙ୍କ ସ୍ୱପ୍ନ ପୂରଣ କରିଛନ୍ତି। ଏବେ ଜଜ୍ ହେବା ପାଇଁ ଯାଉଛନ୍ତି, ଯାହା ସାରା ଗାଁରେ ଏବେ ଉତ୍ସାହ ମୁଖର ଦେଖିବାକୁ ମିଳିଛି। ଗତ 10 ବର୍ଷ ମଧ୍ୟରେ ରାଜ୍ୟରେ ମାଓ ବିରୋଧୀ ଅପରେସନ ହୋଇଛି। ଏହାର ପରିଣାମ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହୀତକୁ ସୂଚନା ଦେଇଛନ୍ତି। 10 ବର୍ଷରେ 123 ଜଣ ମାଓବାଦୀ ନିପାତ ହୋଇଛନ୍ତି। 2014ରୁ 2024 ମଧ୍ୟରେ ନଭେମ୍ବର ସୁଦ୍ଧା ବିଭିନ୍ନ ସ୍ଥାନରେ ହୋଇଥିବା ସୁରକ୍ଷାକର୍ମୀ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାରେ ରାଜ୍ୟରେ ମୋଟ 123 ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଭିନ୍ନ ଅପରେସନରେ 11 ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଯୁବ ମୋର୍ଚ୍ଚା ଷ୍ଟାର୍ଟଅପ୍ ଟିମ୍। ତେବେ ଡିସେମ୍ବର 5ରୁ ଯୁବ ଉଦ୍ୟୋଗ ତାଲିମ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସାକ୍ଷାତ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ଷ୍ଟାର୍ଟଅପ୍ ଟିମ୍। ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଯୁବାଭିମୁଖୀ ଏବଂ ରାଜ୍ୟର ଯୁବ ଉଦ୍ୟୋଗପତି ବୃଦ୍ଧି କରିବାର ଆଲୋଚନା କରାଯାଇଥିଲା। ଏହି ବୈଠକରେ ଷ୍ଟାର୍ଟଅପ୍ ଗୁଡ଼ିକର ଅଗ୍ରଗତି ଏବଂ ଯୁବ ଉଦ୍ୟୋଗୀମାନେ କିପରି ନିଜର ଷ୍ଟାର୍ଟଅପ୍ ସମ୍ବନ୍ଧୀୟ ତାଲିମ ପାଇବେ ସେ ନେଇ 5 ଡିସେମ୍ବରରୁ 2024ରେ ଯୁବ ଉଦ୍ୟୋଗୀ ତାଲିମ କାର୍ଯ୍ୟକ୍ରମ ହେବ। ଏ ନେଇକି ମଧ୍ୟ ବୈଠକ ହେଇଥିଲା। ତା ସହିତ ମଧ୍ୟ ଏବେ ମୁଖ୍ୟମନ୍ତ୍ରୀକି ଭେଟିଛନ୍ତି। ଓଡ଼ିଶାରେ ଯୁବକମାନେ କିଭଳି ସ୍ୱାବଲମ୍ବୀ ହେଇପାରେ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ରହିବ। ଯାହାଫଳରେ ଓଡ଼ିଶା ଛାଡ଼ି ଆଉ ବାହାରକୁ ଯିବେ ନାହିଁ। ଓଡ଼ିଶାରେ ରହି ବିଭିନ୍ନ ପ୍ରକାର ଉଦ୍ୟୋଗପତି ହୋଇପାରିବେ। ଆଉ ନିଜର ସଫଳତା ଅର୍ଜନ କରିପାରିବେ। ଆଉ ଓଡ଼ିଶାକୁ ଉନ୍ନତି ମାର୍ଗରେ ମଧ୍ୟ ପହଞ୍ଚାଇବେ। ତେବେ ଆଉ ଗୋଟେ ଖବର, ଅଟୋ ଚାଳକଙ୍କ ମହାନତା ରାସ୍ତାରୁ ଲକ୍ଷେ ଟଙ୍କା ପାଇ ଫେରାଇ ଦେଲେ। ସମାଜରେ ଏଭଳି ମାନବିକତା ବି ବଞ୍ଚି ରହିଛି। ଭୁବନେଶ୍ୱର ଜଣେ ଅଟୋ ଡ୍ରାଇଭର ସଚୋଟତା ସହିତ ଅନ୍ୟମାନଙ୍କ ସହିତ ଉଦାହରଣ ସୃଷ୍ଟି ହୋଇଛି। ରାସ୍ତାରୁ ଅଟୋ ଚାଳକ ପାଇଥିଲେ ଲକ୍ଷେ ଟଙ୍କା। ଲୋଭର ବଶବର୍ତ୍ତୀ ନ ହୋଇ ଥାନାରେ ଟଙ୍କା ଭର୍ତ୍ତି ବ୍ୟାଗ୍ ପହଞ୍ଚାଇଥିଲେ। ପୋଲିସ ଉପସ୍ଥିତିରେ ଟଙ୍କା ନେଇଥିବା ହଜାଇଥିବା ବ୍ୟକ୍ତିଙ୍କୁ ଡାକିଥିଲେ। ଆଉ ଟଙ୍କା ଫେରାଇ ମହାନତା ଦେଖାଇଥିଲେ ଅଟୋ ଚାଳକ ବାବୁଲା ମାଝୀ। ଟଙ୍କା ବ୍ୟାଗ୍ ଫେରି ପାଇବା ପରେ ବ୍ୟକ୍ତି ଜଣକ ଅଟୋ ଚାଳକକୁ ଭଗବାନ ସହିତ ଆଖ୍ୟା ଦେଇଛନ୍ତି। ଏଭଳି ଲୋକ ଦୁନିଆରେ ମିଳିବା ବହୁତ କମ୍। ମିନେରାଲ ୱାଟର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ହାଇରିସ୍କ ବର୍ଗରେ ରଖିଲା ଏଫଏସଏସଆଇ। ତେବେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଭାରତୀୟ ଖାଦ୍ୟ ନିରାପତ୍ତା ମାନକ ପ୍ରାଧିକରଣ ପ୍ୟାକେଜ ହୋଇଥିବା ପାନୀୟ ପାନୀୟ ଜଳ ଓ ମିନେରାଲ ୱାଟରକୁ ହାଇ ରିସ୍କ ଫୁଡ ଅର୍ଥାତ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପାନୀୟ ଜଳ ଭାବେ ବର୍ଗୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ଉତ୍ପାଦ ଗୁଡ଼ିକ ବର୍ତ୍ତମାନ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ ପକ୍ଷ ଅଡିଟ୍ ରହିବା। ଏସବୁ ତୃତୀୟ ପକ୍ଷ ଅଡିଟ୍ ସଂସ୍ଥା ଏଫଏସଏସଆଇ ମାନ୍ୟତା ପ୍ରାପ୍ତ ହେବା ଆବଶ୍ୟକ। ତେଣୁ ଏ ନେଇକି ମଧ୍ୟ ହୋଇନାହିଁ। ଯାହା ଫଳରେ ଏବେ କୁହାଯାଉଛି ଏହି ଜଳ ମଧ୍ୟ
ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। ତେବେ କୁହାଯାଉଛି ପାଣିରେ ୟୁନିଟ୍‌ର ପାଣିର ବିଶୋଧନ କରାଯାଇଥାଏ, ଯାହାପରେ ଏଥିରେ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ମିଶିଥାଏ। ଦୂଷିତ ପାଣି ଦ୍ୱାରା ଅନେକ ମହାମାରୀ ବ୍ୟାପିଥାଏ। ତେଣୁ ପ୍ୟାକେଜ୍ ପାଣି ୟୁନିଟ୍ ଗୁଡ଼ିକ ସୁନିଶ୍ଚିତ କରିବାକୁ ପଡ଼ିବ। ସେମାନଙ୍କର ପାଣି ପିଇବା ସୁରକ୍ଷିତ ଅଟେ କି ନାହିଁ କୋଣାର୍କ ଉତ୍ସବର ଜଣାପଡ଼ିବ। ଦ୍ୱିତୀୟ ସନ୍ଧ୍ୟା ମନ ମୋହିଲା ମଣପୁରୀ ନୃତ୍ୟ। କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ପଞ୍ଚାୟତରାଜ ମନ୍ତ୍ରୀ ରବୀନ୍ଦ୍ର ନାରାୟଣ ନାଇକ, ପୂର୍ବତନ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ପଙ୍ଖୱାଲ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ କୋଲକାତାର ପ୍ରୀତି ପଟେଲ ଏବଂ ସାଥୀ କଳାକାର ମଞ୍ଚ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ। ତେବେ କୁହାଯାଉଛି ଲକ୍ଷ ଲକ୍ଷ ଲୋକ ଆସି ମଧ୍ୟ ଦେଖୁଛନ୍ତି। କୋଲକାତାରେ ଏହି କାର୍ଯ୍ୟକ୍ରମ ବହୁତ କଳା ଉତ୍ସବର ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଏବଂ ଆମ ପରମ୍ପରା ମେଳା ଉତ୍ସବ ହଉଛି। 5 ମାସରେ 90 ସରକାରୀ ବାବୁଙ୍କ ବିରୋଧରେ ମାମଲା। ତେବେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର 5 ମାସରେ 90 ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। 2024 ଜୁନ ମାସର ଅକ୍ଟୋବର ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଦୁର୍ନୀତିଖୋରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ଗୃହରେ ମଧ୍ୟ କହିଛନ୍ତି। କାହାକୁ ଛଡ଼ାଯିବ ନାହିଁ। ଦୁର୍ନୀତିରେ ଯିଏ ଆସୁଥିବ ଗୋଟି ଗୋଟି ସମସ୍ତଙ୍କର ଚିଠା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକ୍ଷ୍ମୀ ବସ୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମେଡିକାଲରେ ଭର୍ତ୍ତି। ବାଲେଶ୍ୱର ଫକୀରମୋହନ ଗୋଲେଇ ଛକରେ ଲକ୍ଷ୍ମୀ ବସ୍ ହଠାତ୍ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଛି। ଭାରସାମ୍ୟ ହରାଇ ବ୍ରିଜ୍‌ରୁ ତଳକୁ ଖସି ପଡ଼ିଛି। ଆଉ ତେବେ ବସ୍‌ରେ କେହି ଯାତ୍ରୀ ନଥିବା ଜଣାପଡ଼ିଛି। ବସ୍‌ଟି ଓଭର ବ୍ରିଜ୍‌ରୁ ଖସି ପଡ଼ି ଏକ ଜୋତା ଦୋକାନ ଉପରେ ପଡ଼ିଛି। ତେବେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଲୋକାରଣ୍ୟ ହୋଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡ୍ରାଇଭରକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସହଦେବଖୁଣ୍ଟା ପୋଲିସ ଏବଂ ଆର୍‌ଟିଓ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ସରକାରଙ୍କର ଟାସ୍କ ଫୋର୍ସ। ତେବେ ଏହି ବିକାଶ ପରିଷଦ କିପରି ଗଠିତ ହେବ? ଏଥିରେ କେଉଁ ଜିଲ୍ଲା, ବ୍ଲକ ସାମିଲ ହେବ? ଏହାର ଢାଞ୍ଚା, କାର୍ଯ୍ୟପ୍ରଣାଳୀ କଣ ରହିବ? ଏ ସମ୍ପର୍କରେ ସୁନିଶ୍ଚିତ ମତାମତ ଦେବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ଗଠନ ହେବାର 30 ଦିନ ମଧ୍ୟରେ ଟାସ୍କ ଫୋର୍ସ ନିଜର ରିପୋର୍ଟ ଦାଖଲ କରିବେ ବୋଲି ସରକାର କହିଛନ୍ତି। 3 ବର୍ଷରେ 125 କୋଟି ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା। ଏଭଳି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଭିଯୋଗ ଆଧାରରେ 1328 ଜଣ ଲୁଟେରା ଗିରଫ ହୋଇଛନ୍ତି। ଏହା ସହିତ ଲୁଟ୍ ହୋଇଥିବା ଲୋକଙ୍କର 2,52,00,000 ଟଙ୍କା ଫେରସ୍ତ ମଧ୍ୟ ପାଇଛନ୍ତି। ତେବେ କୁହାଯାଉଛି ଯେ ରାଜ୍ୟରେ ଏତେ ସାଇବର ଲୁଟେରା ଲୁଟି ନେଇଛନ୍ତି, ଯାହାଫଳରେ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ଏ ନେଇକି ମଧ୍ୟ ଖୋଳତାଡ଼ ଚାଲିଛି। ତେଣୁ ବାରମ୍ବାର ସୂଚନା ଲୋକଙ୍କୁ ସଚେତନତା କରାଯାଉଛି। ଫେଷ୍ଟିଭାଲ ଆସିଲେ ଲୋକମାନଙ୍କର ଟାର୍ଗେଟ ଥାନ୍ତି। ଏବେ ସାଇବର ଲୁଟେରା ଲୋକଙ୍କୁ ବିଭିନ୍ନ ପ୍ରକାର ଟାର୍ଗେଟ କରିଥାନ୍ତି। ବିଭିନ୍ନ ପ୍ରକାର ମେସେଜ, ବିଭିନ୍ନ ପ୍ରକାର କଲ୍ କରିଥାନ୍ତି। ଏବେ ସୁଭଦ୍ରା ଯୋଜନା ନେଇକି ମଧ୍ୟ ବିଭିନ୍ନ ପ୍ରକାର ଫ୍ରଡ୍ କଲ୍ ଆସୁଛି। ତେଣୁ ତାଠାରୁ ଦୂରେଇ ରୁହନ୍ତୁ ବୋଲି ବାରମ୍ବାର ମୁଖ୍ୟମନ୍ତ୍ରୀ ସୂଚନା ଦେଉଛନ୍ତି। ଛୁଟିରେ ଥିବା 196 ଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଦୀର୍ଘ ଦିନ ଧରି ଛୁଟିରେ 196 ଜଣ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ। ସେମାନେ ଛୁଟିର କାରଣ ଯଥାର୍ଥ ନଥିଲେ ସେମାନଙ୍କ ବିରୋଧରେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି। ଏକ ପ୍ରଶ୍ନ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିକ ବିଧାନସଭାରେ ମଧ୍ୟ ଉତ୍ତର ରଖିଛନ୍ତି। ତେବେ କୁହାଯାଉଛି ଛୁଟିରେ ରହିଛନ୍ତି 196 ଜଣ ଡାକ୍ତର। ଆଉ ସେମାନଙ୍କର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ଯଦି ତାଙ୍କର କାରଣ ଯଥାର୍ଥ ନଥିବ। ରାଜ୍ୟ ସରକାରଙ୍କର ବଡ଼ ଘୋଷଣା, ଏଣିକି ସ୍କୁଲ ପିଲାଙ୍କୁ ମିଳିବ 5,000 ଟଙ୍କା। ମାଧ ସିଂ ଯୋଜନା ନାଁରେ 3.5 ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନୁସୂଚିତ ଜନଜାତିଙ୍କୁ 5,000 ଟଙ୍କା ଲେଖାଏଁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତା ସହିତ ମଧ୍ୟ ଏସ୍ଏଚ୍ଜି ମହିଳାଙ୍କ ଋଣ ଛାଡ଼ ଯିବ। ପୂର୍ବ ସରକାର ଯେତିକି ଋଣ ନେଇଥିଲେ ତାର ଋଣର ସୁଧ ହାର ଛଡ଼ାଯିବ ବୋଲି କୁହାଯାଉଛି। ଏନେଇ 227 କୋଟି ଟଙ୍କା ମଧ୍ୟ ବ୍ୟୟବରାଦ ହୋଇଛି। ତା ସହିତ ମଧ୍ୟ ଆଉ ଗୋଟିଏ କଥା, ଖୁବ୍ ଜଲ୍ଦି ଏବେ ଚାଷୀମାନଙ୍କ ପାଇଁ ଆସୁଛି ବଡ଼ ଖବର। ଚାଷୀମାନେ କିଭଳି ଆଗକୁ ଉନ୍ନତ ଚାଷୀ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା କରୁଛନ୍ତି। ଏଥର ଆଳୁ ମିଶନ, ପିଆଜ ମିଶନ ଲାଗିଛନ୍ତି ସରକାର। ଆଳୁ ବିହନ ମଧ୍ୟ ଆସିଗଲାଣି। ନଭେମ୍ବର ମାସଠୁ ଆଳୁ ମଧ୍ୟ ଚାଷ ହେଲାଣି, ଯାହାଫଳରେ ଆଳୁର ରେଟ୍ ମଧ୍ୟ ଆହୁରି କମିବ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାରେ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ।